ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସାତପଡ଼ା ଅରଖକୁଦା ଓ ବ୍ରହ୍ମଗିରି ଅଞ୍ଚଳ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଂଶୁ ଧର ମିଶ୍ର ପରିଦର୍ଶନ କରିଥିଲେ। ସେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଚେକପୋଷ୍ଟ ଗୁଡିକର କାର୍ଯ୍ୟ ଅନୁଧ୍ୟାନ କରିବା ସହ ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍, ଭିଡିଓ ସର୍ଭିଲାନ୍ସ ଟିମ୍ ଗୁଡିକ ସହ ଆଲୋଚନା କରିଥିଲେ। ସେମାନଙ୍କ କାର୍ଯ୍ୟ, ସମସ୍ୟା, ତଥ୍ୟ ପରିଚାଳନା ଆଦି ସମ୍ପର୍କରେ ମଧ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଆଲୋଚନା କରିଥିଲେ। ପରେ ଶ୍ରୀ ମିଶ୍ର ସାତପଡ଼ା ପୋଲିସ ଫାଣ୍ଡି ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଲିଆସନିଂ ଅଫିସର ହିମାଂଶୁ ଭୂଷଣ ସମର୍ଥା ଓ ଅନ୍ୟ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ବାଚନରେ ସ୍ୟାଡୋ ଅବଜରଭେସନ ରେଜିଷ୍ଟର ମାଧ୍ୟମରେ ଖର୍ଚ୍ଚର ହିସାବ ଲିପିବଦ୍ଧ କରିବାକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୁଧାଂଶୁ ଧର ମିଶ୍ର ପରାମର୍ଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜନୈତିକ ଦଳ ବା ପ୍ରାର୍ଥୀମାନଙ୍କର ଦୈନନ୍ଦିନ ଖର୍ଚ୍ଚର ହିସାବ ଲିପିବଦ୍ଧ ରହିବା ଜରୁରୀ। ପ୍ରାର୍ଥୀ ତାଙ୍କର ନିର୍ବାଚନ ହିସାବ ଦାଖଲ କରିବା ସମୟରେ ସ୍ୟାଡୋ ଅବଜରଭେସନ ରେଜିଷ୍ଟରକୁ ଅନୁଧ୍ୟାନ କରାଯିବ। ପ୍ରାର୍ଥୀଙ୍କ ହିସାବ ସହ ଏହାର ଅମେଳ ଦେଖାଗଲେ ପ୍ରାର୍ଥୀଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ମାଧ୍ୟମରେ ନୋଟିସ କରାଯିବ। ଏହି ନୋଟିସର ନକଲ ନୋଟିସ ବୋର୍ଡରେ ଲଗାଯିବ। ସାଧାରଣ ଜନତା ଚାହିଁଲେ ପ୍ରତି କପି ପାଇଁ 1 ଟଙ୍କା ଦେଇ ଏହାର ନକଲ ପାଇପାରିବେ। ସେହିପରି ପ୍ରାର୍ଥୀ ପ୍ରଦାନ କରୁଥିବା ସ୍ପଷ୍ଟୀକରଣକୁ ଏକ ଫୋଲ୍ଡର ମାଧ୍ୟମରେ ରଖାଯାଇ ସ୍ୟାଡୋ ରେଜିଷ୍ଟରରେ ଲିପିବଦ୍ଧ କରାଯିବ ବୋଲି ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି।